ଆଜିର ଏହି ବିରାଟ ବିଜୁ ପରିବାର ମହାସଭାରେ ଉପସ୍ଥିତ ଥିବା ସମ୍ମାନୀୟ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଏବଂ 5T ଅଧ୍ୟକ୍ଷ ମହୋଦୟ ଏବଂ ଉପସ୍ଥିତ ଥିବା ସମ୍ମାନୀୟ 7 ସାଂସଦ ପ୍ରାର୍ଥୀ ମହୋଦୟ ଏବଂ ଉପସ୍ଥିତ ଥିବା ସମ୍ମାନୀୟ 7ଟି ବିଧାୟକ ମହୋଦୟ ଏବଂ ଉପସ୍ଥିତ ଥିବା ମୋ ସମ୍ମୁଖରେ ସମସ୍ତ କୋଣ କୋଣରୁ ଆସିଥିବା ପୂଜ୍ୟ ବାପାମାନେ ଭାଇମାନେ ଭଉଣୀମାନେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ନମସ୍କାର ଜଣାଉଛି। ଆଜି ବହୁତ ଖୁସିର କଥା, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମ ଗହଣରେ ଆଜି ଉପସ୍ଥିତ ହୋଇଛନ୍ତି। ତାଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପ ଏବଂ ଜନହିତ କାର୍ଯ୍ୟ ପାଇଁ ସେ ସାରା ଭାରତବର୍ଷରେ 1 ନମ୍ବର ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ। ତେଣୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ 4.5 କୋଟି ଓଡ଼ିଆଙ୍କର ସେ ମଉଡ଼ମଣି। ତେଣୁ ଏହି 25 ବର୍ଷ ଶାସନ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁତ ଗୁଡ଼ିଏ ଆମ ରାଜ୍ୟର ଏବଂ ଆମ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଶିକ୍ଷା ହେଉ, ସ୍ୱାସ୍ଥ୍ୟ ହେଉ ଏବଂ ଗମନାଗମନ ହେଉ ଏବଂ ମହିଳାମାନଙ୍କର ସଶକ୍ତି ଉପରେ ତାଙ୍କର ଅନେକ ଗୁରୁତ୍ୱ ରହିଛି। ତେଣୁ ଆଜି ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏବଂ ରୋଜଗାରକ୍ଷମ ହୋଇପାରିଛନ୍ତି ଏବଂ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ନିଜର ପରିଚୟକୁ ସମାଜରେ ପ୍ରତିଷ୍ଠା କରିଛନ୍ତି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଆମାନଙ୍କର ଦେହ ଖରାପ ହେଲେ ତାଙ୍କର ଚିକିତ୍ସା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଆମାନଙ୍କୁ 10 ଲକ୍ଷ ଏବଂ ବାପାମାନଙ୍କୁ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇଛନ୍ତି। ତେଣୁ ଏଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଆମାନଙ୍କୁ ଅଧିକ ସମ୍ମାନ କରନ୍ତି ଏବଂ ମାଆମାନେ କେମିତି ଆଗୁଆ ହେବେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଆଗଧାଡ଼ି ରହିବେ ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି। ତେଣୁ ଆଜି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ତେଣୁ ଏହି ଫୁଲବାଣୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବରେ ଆଜି ମାଆକୁ ସୁଯୋଗ ଦେଇଛନ୍ତି, ମାଆକୁ ଜଣକୁ ଆସ୍ଥା ପ୍ରକଟ କରିଛନ୍ତି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରୁଛି। ତେଣୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମାଆମାନଙ୍କୁ ଯେଉଁ ସୁଯୋଗ ଦେଇଛନ୍ତି, ତେଣୁ ଆମେମାନେ ସମସ୍ତେ ଆଜି ବହୁତ ଖୁସି ଅଛନ୍ତି ଏବଂ ସମସ୍ତେ ଉତ୍ସାହ ସହିତ ଅଛନ୍ତି। ତେଣୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆମେ ହାତମୁଠା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ହାତମୁଠ ଟାଣ କରିବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେମିତି 6ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି, ସମସ୍ତଙ୍କର କର୍ତ୍ତବ୍ୟ ରହିଛି। ତେଣୁ ଆମେ ସମସ୍ତେ ଆଜି ଯେଉଁ ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଜୟଶ୍ରୀ କହଁର ଏବଂ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ମହୋଦୟ ତାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆପଣମାନଙ୍କୁ ବିନମ୍ର ନିବେଦନ କରି ମୋର ବକ୍ତବ୍ୟ ଶେଷ କରୁଛି। ନମସ୍କାର।